ପୁଣି ସେ ଗୀତର ଦ୍ୱିତୀୟ ଭାଗ ଦେଖିବା। ଗାଁ ମୁଣ୍ଡ ଗଡ଼ିଆ ତହିଁ କଇଁ ଫୁଲ ଫୁଟୁଅଛଇଁ, ଗୁଣୁ ଗୁଣୁ ଗୀତ ଭ୍ରମର ଗାଇଣ, ଫୁଲ ଚାରିପଟେ ବୁଲଇ ନାହିଁ ବୁଲଇ ନାହିଁ। ଫୁଲ ପୁଣି ଅତି ସୁନ୍ଦର ତୋଳିବାକୁ ଇଚ୍ଛା ମୋହର, ପଛକୁ ଚାହିଁଲା ବେଳକୁ ରେ ଭାଇ କେହି ତ ନାହାନ୍ତି ମୋ ପାଖର ମୋ ପାଖର। ନଦୀ କୂଳ ଆହା କି ଶୋଭା କାଶତଣ୍ଡି ହୋଇ ଗଭା, ଯେତେ ମନ ଦୁଃଖ କଲେ ଆରେ ଭାଇ ଯେତେ ମନ ଦୁଃଖ କଲେ ଆରେ ଭାଇ, ସାଙ୍ଗ ନାହିଁ କିଏ କରିବ ସଭା କରିବ ସଭା। ହମ୍ବାରଡ଼ି ଶୁଭଇ ନାହିଁ ଦେଶୀ ଗାଈ ଗୋଟିଏ ନାହିଁ, କାଁ ଭାଁ କାହିଁ ଗୋଟିଏ ଯୋଡ଼ିଏ, ବିଦେଶୀ ଗାଈରେ ଠୁକ ଚଳଇ ଠୁକ ଚଳଇ। ଚରାଭୂମି ଗୋଟିଏ ନାହିଁ ଗାଈ ତହିଁ ଚରିବା ପାଇଁ, ଗୋଚର ଭୂମିକି ଦଖଲ କଲେଣି କାହାଡ଼େ ଯିବ କହିବା ପାଇଁ କହିବା ପାଇଁ। ଗାଁ ମୁଣ୍ଡେ ଗଡ଼ିଆ ଅଛି, କଇଁ ଫୁଲ ଫୁଟୁଛି, ଭ୍ରମର ବୁଲୁଛନ୍ତି ବୁଲୁନାହାନ୍ତି, ତୋଳିବାକୁ ଇଚ୍ଛା ହେଲେ ଆଉ ସାଙ୍ଗ ନାହାନ୍ତି, ଯିଏ ଜଣେ ବିଦେଶ, ଗାଡ଼ିଆକୁ ଯାଇକିରି ଅନେଇକିରି ମୁହଁ ବୁଲେଇକିରି ଆସିବାକୁ ପଡ଼ୁଛି, କେହି ନାହାନ୍ତି। ପାଣିରେ ପଶିବି କାଳେ ସାପ ଥବ କି ଭଲ ଥବ ମନ୍ଦ ଥବ, ସାଙ୍ଗ ସିନା ଥିଲେ ଚାରିଜଣ ଡେଇଁବୁଡ଼ିଆ ପଟପାଟେ, ସାଙ୍ଗ ଆଉ ନାହାନ୍ତି, ସେ ପରିବେଶ ଆଉ ନାହିଁ। ତାପରେ ଫୁଲ ଅତି ସୁନ୍ଦର, ତୋଳିବାକୁ ଭାରି ଇଚ୍ଛା, କେହି ପାଖରେ ନାହାନ୍ତି। ନଦୀ କୂଳ ବହୁତ ଶୋଭାଯୁକ୍ତ ହେଉଛି। ହେମନ୍ତ ଋତୁରେ କାଶତଣ୍ଡି ଫୁଲ ଫୁଟୁଛି, ଶରତ ଋତୁରେ ଫୁଟୁଛି। କିନ୍ତୁ ଯେତେ ମନ ଦୁଃଖ କଲେ କ'ଣ ହେବ, ଆଉ ସେ ସମୟ ଆସିବ ନାହିଁ କି ସେ ସାଙ୍ଗ ଆସିବେ ନାହିଁ। ଆଉ ଗାଁରେ ଯେଉଁ ବେହେରା ଥିଲା, ବେହେରା ଭାଇ 10ଟା ବେଳକୁ ଗାଈ ନେବ, ଆଣିବ 4ଟା ବେଳକୁ, ବେହେରା ଭାଇ ଆଉ ନାହିଁ, ତା ପେଟ ଫୁଲିଲାନି, ସେ ବିଦେଶକୁ ଗଲା। ହମ୍ବାରଡ଼ି ଆଉ ଗୋଟିଏ ନାହିଁ, କାଁ ଭାଁ କେଉଁଠି ଗୋଟିଏ କିଏ ଗାଈ ଗୋଟିଏ ଗୋଟିଏ ରଖିଛି। ସେତେବେଳେ ଆମ ଗାଁରେ ଯେତିକି ଲୋକ ଥିଲେ ସମସ୍ତଙ୍କ ଘରେ 4ଟା ଲେଖା ଗାଈ। ଏଇନେ ବର୍ତ୍ତମାନ ଗାଈ ସଂଖ୍ୟା ପୁରା କମ୍, ରଖିବାକୁ ଜାଗା ନାହିଁ। ଗାଈର ବର୍ତ୍ତମାନକୁ ଖାଦ୍ୟ ବହୁତ ଖର୍ଚ୍ଚ ହେଉଛି, ରୋଗ ବହୁତ ଧରୁଛି, ପରିବେଶ ଦୂଷିତ ହେଉଛି। ତେଣୁକରି ଆଉ ବର୍ତ୍ତମାନ ଦେଶୀ ଗାଈ ଗୋଟେ ନାହିଁ, ସବୁ ହଲଷ୍ଟନ୍ ଗାଈ, ତାପରେ ଆମର ଯେଉଁ ଜର୍ସି ଗାଈ, 1-4 ଗାଈ ଏସବୁ ରଖୁଛନ୍ତି। ଦେଶୀ ଗାଈ ଗୋଟିଏ ନାହିଁ, ସେ କ୍ଷୀର ବି ନାହିଁ। ତାପରେ ହମ୍ବାରଡ଼ି ଆଉ ଶୁଗୁନି ଗାଁରେ ଆଉ ନାହିଁ, ସବୁ ଲିଭିଗଲେଣି। କାଁ ଭାଁ କାହିଁ ଗୋଟିଏ କିଏ ଗୋଟିଏ ଯୋଡ଼ିଏ ରଖିଛି, ତା ଠୁକ ଚଳୁଛି, କ୍ଷୀର ବିକୁଛି, ତାର ସେ ଚଳୁଛି। ଚରାଭୂମି ଗୋଟିଏ ନାହିଁ ଗାଈ ଚରିବା ପାଇଁ, ଯେଉଁ ଚରାଭୂମି ଥିଲା ତାକୁ ସମସ୍ତେ ଦଖଲ କରିକିରି ନିଜର କରିସାରିଲେଣି। ଗୋଚର ଭୂମି ଆଉ ନାହିଁ, ଯିଏ କହିବ ତୁ କାହିଁ ଏ ଗୋଚର ଦଖଲ କଲୁ ତାପରେ ମାଡ଼ ହେବ। ତେଣୁକରି କିଛି ଆବଶ୍ୟକ ନାହିଁ ଗାଈ ଗୋରୁ ଚରିବା ପାଇଁ। ସେ ସକାଶେ ଗାଈ ଗୋରୁ ଯଦି ଗୋଟେ ମରିଗଲା କାହାର, ପକେଇବାକୁ ବି ଆଉ ଜାଗା ନାହିଁ, ସେ ଭୟରେ ଲୋକ ଗାଈ ଗୋରୁ କେହି ରଖୁନାହାନ୍ତି। ଯେତିକି ହେଲା ସେତିକି। ପରବର୍ତ୍ତୀ ବାର୍ତ୍ତା।